ଆଜି ଶୁଣିବା ଆତ୍ମଜୀବନୀ ସାଧନାର ପଥେର ଭାଗ 18 ପରିଚ୍ଛେଦ ଗତ ମହାଯୁଦ୍ଧ ଓ ତାପରେ। ଗାନ୍ଧିଜୀ ଦେଶକୁ ଅସହଯୋଗ ପନ୍ଥାରେ ଛିଡ଼ା କରାଇ ସ୍ୱାଧୀନତାର ଆଶ୍ରମକୁ ସଂଗ୍ରାମ ପାଇଁ ତିଆରି କରିବାକୁ ବ୍ୟାକୁଳ ଥାନ୍ତି। କଂଗ୍ରେସ ମନ୍ତ୍ରୀପଦ ଛାଡ଼ିବା ପରେ କଂଗ୍ରେସର ଅସହଯୋଗ କାର୍ଯ୍ୟକ୍ରମ ଆରମ୍ଭ ହେଲା। ତାପରେ ଧୀରେ ଧୀରେ ସ୍ୱାଧୀନତା ଅନ୍ତିମ ସଂଗ୍ରାମ ପାଇଁ ପ୍ରସ୍ତୁତିର ବ୍ୟବସ୍ଥା ସେ କରୁଥାନ୍ତି। ମାତ୍ର ଅତି ଦୁଃଖର ବିଷୟ ଯେ ତାଙ୍କର କର୍ମ ପ୍ରଣାଳୀ ଖୁବ୍ କମ୍ ଲୋକ ଧରିପାରୁଥାନ୍ତି। ମୋ ନିଜ ଅଭିଜ୍ଞତାରେ ଯାହା ଆସିଲା ତାହା ହିଁ ବର୍ଣ୍ଣନା କଲେ ସେ ସମୟର ଦେଶର ଅବସ୍ଥା ବୁଝିବାରେ ଯଥେଷ୍ଟ ସାହାଯ୍ୟ କରିବ। କଂଗ୍ରେସ ମନ୍ତ୍ରୀପଦ ଇସ୍ତଫା ଦେବା ପରେ ଗାନ୍ଧିଜୀ 1921 ମସିହାରେ ବରଦୋଳି ସତ୍ୟାଗ୍ରହ ପୂର୍ବରୁ ସ୍ୱେଚ୍ଛାସେବକ ସଂଗ୍ରହ ପାଇଁ ଯେଉଁ ପ୍ରତିଜ୍ଞାପତ୍ର ସ୍ଥିର କରିଥିଲେ ତାହା ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ କଂଗ୍ରେସ କାର୍ଯ୍ୟନିର୍ବାହିକା ସମିତିକୁ ପ୍ରବର୍ତ୍ତାଇ ଏକ ପ୍ରସ୍ତାବ ପାସ୍ କରାଇଲେ। ମୁଁ ଏଥିରୁ ବୁଝିଲି ଯେ ଗାନ୍ଧିଜୀ ଚାହାନ୍ତି ତଦନୁସାରେ ସ୍ୱେଚ୍ଛାସେବକ ସଂଗୃହୀତ ହୁଅନ୍ତୁ ଓ କଂଗ୍ରେସ ସେହି ଭିତ୍ତି ଉପରେ ଗତି କରୁ। ତଦନୁସାରେ ମୁଁ ଆମ ଜିଲ୍ଲାରେ କାମ ଆରମ୍ଭ କଲି। ଶ୍ରୀ ଗୌରଚନ୍ଦ୍ର ଦାସ, ନୀଳାମ୍ବର ଏମାନେ ଖୁବ୍ ଉତ୍ସାହରେ ଲାଗିଲେ। ମାତ୍ର ଓଡ଼ିଶାରେ ଗାନ୍ଧୀ ସେବାସଂଘ କର୍ମୀ ଆଡ଼ୁ ଆପତ୍ତି ଉଠିଲା। ସେ ପ୍ରତିଜ୍ଞାପତ୍ର ଅନୁସାରେ ସ୍ୱେଚ୍ଛାସେବକ ସଂଗ୍ରହ ଗାନ୍ଧୀନୀତି ବିରୁଦ୍ଧରେ। କାରଣ ସେ ପ୍ରତିଜ୍ଞାପତ୍ରରେ ଗୋଟିଏ ସର୍ତ୍ତ ଥିଲା, ମୁଁ କଥାରେ ଓ କାର୍ଯ୍ୟରେ ଅହିଂସା ଆଚରଣ କରିବି ଓ ମନରେ ଅହିଂସା ପାଳନ କରିବା ପାଇଁ ଚେଷ୍ଟା କରିବି। ଗାନ୍ଧୀ ସେବାସଂଘ କର୍ମୀମାନେ କହିଲେ ଯେ ଏ କଥାରେ କାର୍ଯ୍ୟରେ ମନରେ ଅହିଂସା ଆଚରଣ କରିବି ଏପରି ହେବା ଉଚିତ। ଚେଷ୍ଟା କରିବାର ଫାଙ୍କ ରହିବା ଉଚିତ ନୁହେଁ। ଏ ବିଷୟ ଗାନ୍ଧିଜୀଙ୍କ ପାଖକୁ ମୁଁ ଲେଖିଲି। ସେ ଉତ୍ତର ଦେଲେ ଯେ ସମାଜରେ ମନୁଷ୍ୟ କେବଳ କଥା ଓ କାର୍ଯ୍ୟ ସମ୍ବନ୍ଧରେ ସ୍ଥିର ଜବାବ ଦେଇପାରେ। ମନ ସମ୍ବନ୍ଧରେ ସର୍ବଦା ଚେଷ୍ଟାରେ ହିଁ ଚାଲିବ ଓ ସେ ଚେଷ୍ଟାର ପ୍ରମାଣ ହେବ କଥା ଓ କାର୍ଯ୍ୟର ଅହିଂସା। ବାସ୍ତବିକ ପୂର୍ଣ୍ଣ ଭାବରେ ଅହିଂସା ଆଚରଣ ଦାବୀ ଗାନ୍ଧିଜୀ ନିଜେ ସୁଦ୍ଧା କରନ୍ତି ନାହିଁ। ମାତ୍ର ଅହିଂସାର କର୍ମ କୌଶଳ କେତେଦୂର ତଳେ କର୍ମୀ ବୁଝିଛନ୍ତି ଉପଯୁକ୍ତ ଘଟଣାରୁ ଜଣାପଡ଼ିବ। ଯାହା ହେଉ ଏଣେ ଗାନ୍ଧିଜୀଙ୍କ ଠାରୁ ପ୍ରତିଜ୍ଞାପତ୍ରର ଶେଷ ସିଦ୍ଧାନ୍ତ ଆସିଯିବା ପରେ ସେ ଦିଗରେ କାର୍ଯ୍ୟ କରିବା ପାଇଁ ସମସ୍ତେ ଲାଗିଗଲେ। ନା, ତା ମଧ୍ୟ ହେଲା ନାହିଁ। ଜଣେ ଦୁଇ ଜଣ ଆମ ପାଖରେ ଏ ପାଖ ସେ ପାଖ ହୋଇ ସେ ଦିଗରେ କିଛି କରିପାରିଲୁ ନାହିଁ। ଗାନ୍ଧିଜୀ ଏହି ସମୟରେ ଇଚ୍ଛା କରୁଥାନ୍ତି ଯେ କଂଗ୍ରେସ ଭିତରେ ଯେଉଁମାନେ ସ୍ୱାର୍ଥବାଦୀ ଅଛନ୍ତି ସେମାନେ ହଟିଯାଆନ୍ତୁ ଓ ଯେଉଁମାନେ ଅହିଂସାର କୌଶଳରେ ବିଶ୍ୱାସ କରନ୍ତି ନାହିଁ ସେମାନେ ମଧ୍ୟ ହଟିଯାଆନ୍ତୁ। ସେମାନଙ୍କୁ ହଟାଇବାର ଏକମାତ୍ର ପନ୍ଥା ଯାହା ଉପରେ ସେ ଜୋର କରି ଦେଇଥିଲେ ସେ ହେଉଛି କଂଗ୍ରେସକୁ ତାଙ୍କ ପ୍ରଦର୍ଶିତ ଗଠନମୂଳକ କାମ ଉପରେ ପ୍ରତିଷ୍ଠିତ କରାଇବା। ଅର୍ଥାତ୍ ପ୍ରତ୍ୟେକ କଂଗ୍ରେସ କର୍ମୀ କିଛି ନା କିଛି ଗଠନମୂଳକ କାମର କେନ୍ଦ୍ର ହେବା। ଏହା କରାଇବା ପାଇଁ ମୁଁ ଚେଷ୍ଟା କରିଥିଲି। ଆମ ଜିଲ୍ଲାରେ ବର୍ତ୍ତମାନ ମୋର 1921 ମସିହା ସହକର୍ମୀ ନୀଳାମ୍ବର ସୁରେନ୍ଦ୍ର ଓ 1930 ମସିହାର ସହକର୍ମୀ ଗୌର ଓ ରବି ଏମାନେ ସମସ୍ତେ ଏକତ୍ର ହୋଇଯିବାରୁ ଏକ ମନରେ କାମ କରିବାର ସୁବିଧା ଘଟିଥାଏ। ଜିଲ୍ଲାସାରା ବୁଲି ବିଭିନ୍ନ ସ୍ଥାନରେ କେନ୍ଦ୍ର ସ୍ଥାପନ କରି କଂଗ୍ରେସ ବାର୍ତ୍ତାର ସଂଗଠନ ଓ ବିସ୍ତାର ପାଇଁ ଏମାନେ ଯତ୍ନପରାନାସ୍ତି ଚେଷ୍ଟା କରିଥାନ୍ତି। ମୋର ମନେହୁଏ ଏହିପରି ଚେଷ୍ଟା ଯେକୌଣସି ସ୍ଥାନରେ କ୍ରମାଗତ 5 ବର୍ଷ ହେଲେ ସେ ସ୍ଥାନ ନୂଆ ପ୍ରକାରର ହୋଇଯିବ। ଯାହା ହେଉ ଏମାନେ ପ୍ରବଳ ଉଦ୍ୟମରେ ଗତ କେତେ ବର୍ଷର ଶିଥିଳତାକୁ ଭାଙ୍ଗିବାରେ ଲାଗିଛନ୍ତି। ଏମାନଙ୍କ ସାଙ୍ଗରେ ମୁଁ ସେହି 1921 ମସିହାର ଉତ୍ସାହକୁ ଅନୁଭବ କରୁଛି। ଅଭିଜ୍ଞତା ଫଳରେ ମୁଁ ପୁଣି ୟାଙ୍କୁ ନୂତନ ପରିବାର କହିବାର ସାହସ କରୁନାହିଁ। ଯାହା ହେଉ ପୂର୍ଣ୍ଣ ଉଦ୍ୟମ ଚାଲିଲା କିନ୍ତୁ ଏଥିରେ ବାଧା ହେଉଥାଏ। ପ୍ରଥମେ ଯେଉଁମାନେ ଗାନ୍ଧୀନୀତିରେ ବିଶ୍ୱାସ କରିଛନ୍ତି ବୋଲି ମନେ କରୁଥିଲେ ସେମାନେ ଭାବୁଥିଲେ କଂଗ୍ରେସ ଦ୍ୱାରା କିଛି ହୋଇପାରିବ ନାହିଁ। ତଥାପି ଏ ଦିଗରେ ଆମ ଜିଲ୍ଲାରେ ଓ ଅନ୍ୟ କେତେକ ଜିଲ୍ଲାରେ କିଛି କାମ ହୋଇଥିଲା। ମୁଁ ଏସବୁ କାହାକୁ ଦୋଷ ଦେବା ପାଇଁ ଲେଖୁନାହିଁ। ବର୍ତ୍ତମାନ ଜୀବନ ମରଣ ସମସ୍ୟା ଭିତରେ ଯେତେବେଳେ ପଛକୁ ଅନାଉଛି ସେତେବେଳେ ଦେଖୁଛି କେଉଁଠି ଦୋଷ ରହିଲା। ଗାନ୍ଧିଜୀଙ୍କ ଅହିଂସା ଭାରତର ସ୍ୱାଧୀନତା ପ୍ରାପ୍ତିର ଯଶସ୍ୱୀ ନ ହେଲେ ସେ ଅହିଂସା ରାଜନୀତି ବା ଅନ୍ୟ ବ୍ୟବହାରିକ କାର୍ଯ୍ୟରେ ଆସିପାରିବ ନାହିଁ। ଏଣୁ ସେ ଅହିଂସା ରାଜନୀତିମୂଳକ ତାର ପରିଚାଳନା ଗାନ୍ଧିଜୀ କଂଗ୍ରେସ ଜରିଆରେ କରିଆସୁଛନ୍ତି
ଅନେକ ସମୟରେ କଂଗ୍ରେସକୁ ସେ ନିଜ ମନମତ ଗଢ଼ିପାରୁନଥାନ୍ତି। ସେଥିପାଇଁ ତାଙ୍କର ଦୁଃଖ ହୋଇଛି, ମାତ୍ର ସେ ନିରାଶ ହୋଇ କଂଗ୍ରେସ ଛାଡ଼ିନାହାନ୍ତି। ବରଂ କଂଗ୍ରେସ ବ୍ୟତିକ୍ରମ ଅନୁସାରେ ନିଜକୁ ସାହାଯ୍ୟ କରିବା ଅବସ୍ଥାରେ ରଖି କଂଗ୍ରେସ ଜରିଆରେ ରାଜନୈତିକ ଅହିଂସା ଚଳାଇଛନ୍ତି। ଶରୀର ଓ ଆତ୍ମା ଭିତରେ ଯେପରି ପ୍ରଭେଦ, ଗୋଟିଏ ଖଟ ଅନ୍ୟଟି ଖାଣ୍ଟି, ମାତ୍ର ଗୋଟିଏ ବିନା ଅନ୍ୟଟି ଚଳିପାରିବ ନାହିଁ, ସେହିପରି ଗାନ୍ଧିଜୀ ଓ କଂଗ୍ରେସ ଭିତରେ ସମ୍ବନ୍ଧ। ମାତ୍ର ଯେଉଁମାନେ ଗାନ୍ଧିନୀତିରେ ବିଶ୍ୱାସ ନ କରି କଂଗ୍ରେସ ଭିତରେ ପଶି ନିଜର କୌଶଳ ଅନୁସାରେ କାମ କରିବାକୁ ଚାହିଁଲେ, ସେମାନେ କଂଗ୍ରେସରୁ ଯେପରି ସୁଦୃଢ଼ କରାଇଦେଲେ ନାହିଁ, ସେହିପରି ଯେଉଁମାନେ ଗାନ୍ଧିନୀତିରେ ବିଶ୍ୱାସ କରି ମନେ କଲେ ଯେ କଂଗ୍ରେସକୁ ବାଦ୍ ଦେଇ ମଧ୍ୟ ଗାନ୍ଧୀଙ୍କ ରାଜନୀତି ଅହିଂସା ଚାଲିପାରିବ ଓ ରାଜନୈତିକ ଅହିଂସା ସଫଳ ନ ହେଲେ ମଧ୍ୟ ଅହିଂସା ନୀତି ବ୍ୟବହାରିକ ଜୀବନରେ ଗୃହୀତ ହେବ, ସେମାନେ ମଧ୍ୟ କଂଗ୍ରେସକୁ ସୁଦୃଢ଼ ହେବାରେ ସାହାଯ୍ୟ କଲେ ନାହିଁ। ମାତ୍ର ଗାନ୍ଧିଜୀ କେତେଥର ବ୍ୟକ୍ତ କରିଛନ୍ତି ଯେ ତାଙ୍କ ଜୀବନର ଶେଷ ଉଦ୍ୟମ ନିକଟ ହୋଇଆସିଲା। ପୃଥିବୀରେ ଏକ ଅଭୂତପୂର୍ବ ଧ୍ୱଂସଲୀଳା ଚାଲିଛି। ଏଣେ ଭାରତର ଦାବି ଗ୍ରହଣ କରିବାକୁ ଇଂଲଣ୍ଡ ସମ୍ପୂର୍ଣ୍ଣ ଅନିଚ୍ଛୁକ, ତେଣେ ମଧ୍ୟ ନିଜର ବୟସ ଆଗେଇ ଯାଉଛି। ଏପରି ସ୍ଥଳେ ଯଦି ସେ ପ୍ରମାଣ ନ କରିପାରନ୍ତି ଯେ ଏ ସମସ୍ତ ପ୍ରଶ୍ନର ସମାଧାନ କରିବା ପାଇଁ ଅହିଂସା ମଧ୍ୟ ଗୋଟିଏ ଉପାୟ, ତେବେ ତାଙ୍କର ଜୀବନ ବ୍ୟର୍ଥ ହୋଇଯିବ। ଏ କଥା ଯେତେବେଳେ ସେ କହନ୍ତି, ସେତେବେଳେ ତାଙ୍କ ଆଖିରୁ ଏକ ପ୍ରକାରର ଜ୍ୟୋତି ବାହାରୁଥିଲା ପରି ଜଣାପଡ଼େ। ସେ ନିଜ ଉପରେ ନିର୍ଭର କରି କଂଗ୍ରେସକୁ ସାଙ୍ଗରେ ଟାଣି ଘୋଷାଇ ଚାଲିଲେ। 1940 ମସିହା ରାମଗଡ଼ କଂଗ୍ରେସରେ ମହାତ୍ମା ଗାନ୍ଧୀ କଂଗ୍ରେସକୁ ନିଜ କର୍ମ କୌଶଳ ଅନୁଯାୟୀ କରିବା ପାଇଁ ବହୁ ଆଲୋଚନା କରିଥିଲେ, ମାତ୍ର ସେ ଫଳ ଫଳି ନଥିଲା। ଏ ବର୍ଷ ମୁଁ କାର୍ଯ୍ୟନିର୍ବାହିକା ସମିତିର ସଦସ୍ୟ ହୋଇନାହିଁ, ମାତ୍ର କାର୍ଯ୍ୟନିର୍ବାହିକା ସମିତିର ପ୍ରତ୍ୟେକ ବୈଠକକୁ ମୁଁ ସଭାପତିଙ୍କ ଦ୍ୱାରା ବିଶେଷ ଭାବରେ ନିମନ୍ତ୍ରିତ ହୋଇ ଯାଉଥିଲି। ଏହି ବର୍ଷ ଓଡ଼ିଶାରେ ଏକ ନୂତନ ଉତ୍ସବର ଅନୁଷ୍ଠାନ ହୋଇଥିଲା। ସେ ହେଉଛି ଆଚାର୍ଯ୍ୟ ଜୟନ୍ତୀ। ଆଚାର୍ଯ୍ୟ ହରିହରଙ୍କର 1060 ବର୍ଷ ପୂରିବା ଉପଲକ୍ଷେ ତାଙ୍କୁ ସାଧାରଣଙ୍କ ତରଫରୁ 5000 ଟଙ୍କାର ଏକ ଥଳି ଉପହାର ଦେବାକୁ ତାଙ୍କର ବନ୍ଧୁ ଓ ପ୍ରଶଂସକମାନେ ସ୍ଥିର କଲେ। ଏହି କାମର ଭାର ମୋ ଉପରେ ଦିଆହୋଇଥିଲା। ପ୍ରାୟ 4500 ପର୍ଯ୍ୟନ୍ତ ଟଙ୍କା ସଂଗୃହୀତ ହୋଇଥିଲା। ଏଥିରେ ସବୁ ଶ୍ରେଣୀର ଲୋକ ଅର୍ଥଦାନ କରିଥିଲେ, ମାତ୍ର ଆଚାର୍ଯ୍ୟ ହରିହର ଦାସଙ୍କ ପୁରାତନ ଛାତ୍ରମାନଙ୍କ ମଧ୍ୟରୁ ଖୁବ୍ କମ୍ ଏଥିପାଇଁ ଦାନ କରିଥିଲେ। ଆଚାର୍ଯ୍ୟ ହରିହର ବାସ୍ତବିକ ଆଦର୍ଶ ମନୁଷ୍ୟ ଓ ତାଙ୍କର ଏ ପ୍ରକାର ଆରାଧନା ସମୟୋପଯୋଗୀ ହୋଇଥିଲା। ଏ ବର୍ଷ ବାଲେଶ୍ୱରରେ ପ୍ରବଳ ବନ୍ୟା ହୋଇଥିବାରୁ ବିପୁଳ କ୍ଷତି ଘଟିଥିଲା। ଏଥର ବାଲେଶ୍ୱର କଲେକ୍ଟର ମୋ ସହିତ ଦେଖା କରି ଏକ ସଙ୍ଗରେ ମିଶି ବନ୍ୟା ସାହାଯ୍ୟର ବ୍ୟବସ୍ଥା କରିବା ପାଇଁ ମୋତେ ଅନୁରୋଧ କରିଥିଲେ। ଏଥିରେ ମୁଁ ରାଜି ହୋଇଥିଲି। ଗୋଟିଏ କମିଟିରେ ସମସ୍ତେ ରହି କାମ କରିଥିଲେ। ତା ଛଡ଼ା ମାରୱାଡ଼ି ରିଲିଫ୍ ସୋସାଇଟି, ବିରଳା ସନ୍ସ ରିଲିଫ୍ ପାର୍ଟି ଏମାନେ ମଧ୍ୟ ଆସିଥିଲେ। ଓଡ଼ିଶା ବନ୍ୟା ସାହାଯ୍ୟ ସମିତି ମଧ୍ୟ କେନ୍ଦ୍ର ଖୋଲିଥିଲା। ଏମାନଙ୍କର ବ୍ୟବସ୍ଥା ମୋତେ କରିବାକୁ ହୋଇଥିଲା। ଏଥର ବାଲେଶ୍ୱରର କଲେକ୍ଟର ଓ ଭଦ୍ରକର ସବ୍ ଡିଭିଜନ ଅଫିସର ଯେପରି କାମ କରିଥିଲେ, ସବୁଥର ସରକାରୀ କର୍ମଚାରୀମାନେ ସେହିପରି କଲେ। ବନ୍ୟା ସାହାଯ୍ୟରେ ସରକାରୀ ଓ ବେସରକାରୀ ପ୍ରଭେଦ ରହନ୍ତା ନାହିଁ। ଏଥର ବନ୍ୟା ସାହାଯ୍ୟ କାମରେ ମୁଁ ଲକ୍ଷ୍ୟ କରିଛି ଯେ ସେବା କାର୍ଯ୍ୟ କରିବାକୁ ସ୍ୱେଚ୍ଛାସେବକ ବହୁତ କମ୍ ବାହାରିଲେ। ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଓ ମୁଁ ଏଠିକି ସେଠିକି ଯାଇ ଯେତିକି ପାରୁଥାଉ ତାହା କରୁଥାଉ। ମାତ୍ର 1928 ମସିହାରେ ଯେପରି ସ୍ୱେଚ୍ଛାସେବକ ବାହାରି ବନ୍ୟା ସାହାଯ୍ୟ କରିଥିଲେ, ଏଥର ସେପରି ଆମେ ଦେଖିଲୁ ନାହିଁ। ଏପରିକି କଂଗ୍ରେସ ଲୋକଙ୍କ ଭିତରେ ମଧ୍ୟ ବନ୍ୟା ସାହାଯ୍ୟ କାର୍ଯ୍ୟରେ ଉତ୍ସାହ ଦେଖାଯାଉନଥାଏ। ଏହା ଶୁଭ ଚିହ୍ନ ନୁହେଁ। ଏଣେ ବନ୍ୟାରେ ଲୋକ ଅତିଷ୍ଠ ହୋଇ ସେବା ପାଇଁ ଚିତ୍କାର କରୁଛନ୍ତି, ତେଣେ କଂଗ୍ରେସର କେତେକ ବ୍ୟବସ୍ଥା ସଭାର ସଭ୍ୟ ବିରୋଧ ଦଳରେ ଯୋଗ ଦେଇ ମନ୍ତ୍ରିମଣ୍ଡଳ ଗଠନ ଉଦ୍ୟମରେ ଲାଗିଛନ୍ତି। ଏପରିକି ଗୋଦାବରୀଶ ମିଶ୍ର ଓ ଖଲ୍ଲିକୋଟର ରାଜା ଏକ ସଙ୍ଗରେ ଲାଟଙ୍କ ସହିତ ଏ ସମ୍ପର୍କରେ ସାକ୍ଷାତ କରି ସାରିଲେଣି। ମୁଁ ବନ୍ୟା ସାହାଯ୍ୟ କାମ ଛାଡ଼ି ସେ ବିଷୟରେ ଲାଗିବାକୁ ଯିବି ନାହିଁ ବୋଲି ସ୍ଥିର କଲି। କେବଳ ସମ୍ବାଦପତ୍ର ଜରିଆରେ ସେ ନୀଚ ଉଦ୍ୟମର ନିନ୍ଦାବାଦ କରି ଲେଖା ପ୍ରକାଶ କରୁଥିଲେ। ଶେଷରେ ମନ୍ତ୍ରିମଣ୍ଡଳ ଗଠନ ଉଦ୍ୟମ ଆପାତତଃ ସଫଳ ହେଲା ନାହିଁ। ମାତ୍ର ଯେଉଁମାନେ ଉଦ୍ୟମ କରୁଥିଲେ ସେମାନଙ୍କୁ କଂଗ୍ରେସ କାର୍ଯ୍ୟନିର୍ବାହିକା ସମିତି କଂଗ୍ରେସରୁ ବାହାର କରିଦେଲେ। ଏହି ସମୟରେ ଓଡ଼ିଶା କମ୍ୟୁନିଷ୍ଟମାନଙ୍କ ବିରୁଦ୍ଧରେ ବ୍ୟାପକ ଭାବରେ ଏକ ଷଡ଼ଯନ୍ତ୍ର ମୋକଦ୍ଦମା ଚାଲିଲା। କମ୍ୟୁନିଷ୍ଟମାନେ ଦିନାକେତେ କଂଗ୍ରେସ ସାମ୍ୟବାଦୀ ଦଳ ସହିତ ମିଶିଥିଲେ, ମାତ୍ର କ୍ରମେ ସେମାନଙ୍କୁ ସେଥିରୁ ଅଲଗା କରିଦିଆ ହୋଇଥିଲା।
ତାପରେ କମ୍ୟୁନିଷ୍ଟମାନଙ୍କ ସହିତ କଂଗ୍ରେସର ସେପରି ସମ୍ପର୍କ ନଥିଲା, ବରଂ କଂଗ୍ରେସକୁ ଅପଦସ୍ଥ କରିବା ପାଇଁ ସେମାନେ ସବୁ ପ୍ରକାର ଚେଷ୍ଟା କରୁଥିଲେ। ମାତ୍ର ଏ ମୋକଦ୍ଦମା ହେବା ପରେ ସେମାନଙ୍କ ଆତ୍ମପକ୍ଷ ସମର୍ଥନ ପାଇଁ ମୁଁ ବନ୍ଦୋବସ୍ତ କରିଥିଲି ଏବଂ ମୋର ଧାରଣା ସେହି ସମୟରେ ମୁଁ ସେ ବନ୍ଦୋବସ୍ତ ନ କରିଥିଲେ ବୋଧହୁଏ ତାହା ଅନ୍ୟ ଦ୍ୱାରା ହୋଇପାରି ନଥାନ୍ତା। ଏହି ବର୍ଷ ଗାନ୍ଧିଜୀ କଂଗ୍ରେସକୁ ନିଜ କାର୍ଯ୍ୟାନୁଯାୟୀ କରିବା ପାଇଁ ସମସ୍ତ ଚେଷ୍ଟା କରିଛନ୍ତି। କଂଗ୍ରେସ କମିଟିମାନ ସତ୍ୟାଗ୍ରହ କମିଟିରେ ପରିଣତ ହେଲା। କଂଗ୍ରେସ କମିଟିମାନ ଗଠନମୂଳକ କାମ କରିବା ଉପରେ ଜୋର ଦିଆଗଲା। ମାତ୍ର ସେ ଦିଗରେ କାମ ଉଦ୍ଦେଶ୍ୟାନୁରୂପ ଅଗ୍ରସର ହେଉନଥାଏ, ଏଥିରେ ସନ୍ଦେହ ନାହିଁ। ତଥାପି ଉପସ୍ଥିତ ପରିସ୍ଥିତିରେ ଅହିଂସାକୁ ଆଗରେ ରଖିବାକୁ ହେବ, ଅନ୍ୟଥା ଅହିଂସାର ସ୍ଥାନ ଜଗତରେ ଲୋପ ପାଇଯିବ। ଏଣୁ ଏ ବର୍ଷର ଶେଷ ଆଡ଼କୁ ବ୍ୟକ୍ତିଗତ ସତ୍ୟାଗ୍ରହର ପରିକଳ୍ପନା ଗାନ୍ଧିଜୀ କାର୍ଯ୍ୟନିର୍ବାହିକା ସମିତି ଆଗରେ ଉପସ୍ଥାପିତ କଲେ। ଉତ୍ସାହ ସହକାରେ ଏହା ଗୃହୀତ ହୋଇଥିଲା। ଏ କୌଶଳ ହେଉଛି ଯେ ଗାନ୍ଧିଜୀ ସତ୍ୟାଗ୍ରହୀ ମନୋନୟନ କରିବେ ଓ ତାଙ୍କର ନିର୍ଦ୍ଦେଶ ମତେ ନିମ୍ନଲିଖିତ ଧ୍ୱନି କରିବେ: ଯୁଦ୍ଧରେ ସାହାଯ୍ୟ କରିବା ପାପ ଓ ବର୍ତ୍ତମାନ ଯୁଦ୍ଧରେ ସାହାଯ୍ୟ କରିବା ଅନ୍ୟାୟ। ଏ ଧ୍ୱନିରେ କଂଗ୍ରେସ ଭିତରେ ଥିବା ଦୁଇ ମତ ରକ୍ଷିତ ହୋଇଥିଲା। ଗୋଟିଏ ହେଉଛି ପୂର୍ଣ୍ଣ ଅହିଂସାବାଦ, ଅର୍ଥାତ୍ କୌଣସି ପ୍ରକାର ଯୁଦ୍ଧ ସାହାଯ୍ୟ ନ କରିବା। ଆଉ ଗୋଟିଏ ହେଉଛି ଭାରତର ସ୍ୱାଧୀନ ପାଇଁ ସାମ୍ରାଜ୍ୟବାଦୀ ଯୁଦ୍ଧରେ ସାହାଯ୍ୟ ନ କରିବା। ପ୍ରଥମଟି ହେଉଛି ଗାନ୍ଧିଜୀଙ୍କର ନୀତି ଓ ଦ୍ୱିତୀୟଟି ରାଜନୀତି କ୍ଷେତ୍ରରେ ଅହିଂସା ପ୍ରୟୋଗରେ ଗାନ୍ଧୀଙ୍କ ଦ୍ୱାରା ସୀମା ନିରୂପଣ। ଦେଶ ହିସାବରେ ଓ ଦେଶର ରାଜନୀତିକ ମତ ପ୍ରତିଫଳିତ ହେଉଥିବା କଂଗ୍ରେସରେ ଏକ ପ୍ରବଳ ମତ ପ୍ରକାଶିତ ହେଉଥାଏ, ଯାହା ଭାରତର ସ୍ୱାଧୀନତା ସର୍ତ୍ତରେ ଯୁଦ୍ଧରେ ସାହାଯ୍ୟ କରିବା ପକ୍ଷରେ ଥାଏ। ଏଥିପାଇଁ ଇଂରେଜ ସରକାରଙ୍କ ଆଡ଼କୁ କଂଗ୍ରେସ ବହୁବାର ସତୁଷ୍ଟ ନୟନରେ ଅନାଇଲାଣି। ମାତ୍ର ସେ ରୁଦ୍ଧ ଦ୍ୱାରରେ ଆଘାତ କରି ଅପମାନ ଛଡ଼ା ଅନ୍ୟ କୌଣସି ଉତ୍ତର ପାଇନାହିଁ। ତଥାପି ପଥ ଉନ୍ମୁକ୍ତ ରଖିବା ପାଇଁ ଅନେକଙ୍କ ମତ। ଏ ମତକୁ ଉପେକ୍ଷା କରିବା ଦ୍ୱାରା ଅହିଂସା ପ୍ରୟୋଗ ବ୍ୟର୍ଥ ହୁଅନ୍ତା। ଏହିଠାରେ ଦେଖାଯିବ ଯେ ଗାନ୍ଧିଜୀ ଭୋଟ ଦ୍ୱାରା କୌଣସି ବିଷୟ ହାସଲ କରିନେବାକୁ ଚାହାନ୍ତି ନାହିଁ। ତାର ଅହିଂସା ପ୍ରୟୋଗ ପକ୍ଷର ଅସୁବିଧାଜନକ ଅହିଂସାର ପରିଚାଳକ ହିସାବରେ ଜନମତକୁ ଅନୁମାନରେ କଳ୍ପନା କରି ତଦନୁସାରେ ଅହିଂସାର ସୀମା ନିରୂପଣ କରି ସେ କାର୍ଯ୍ୟକ୍ରମ ସ୍ଥିର କରନ୍ତି। ଏହି କୌଶଳ ଅନୁଯାୟୀ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହେଲା। ମାନ୍ୟଗଣ୍ୟ ପ୍ରତିନିଧି ସ୍ଥାନୀୟ ବ୍ୟକ୍ତିମାନେ ଉପରୋକ୍ତ ଧ୍ୱନି କରି ସତ୍ୟାଗ୍ରହ ଆରମ୍ଭ କଲେ। ଏ ସତ୍ୟାଗ୍ରହର ବିଶେଷତ୍ୱ ଏହି ଯେ ଏତଦ୍ଦ୍ୱାରା ଅହିଂସା ବଳବତ୍ ଭାବରେ ଜଗତ ଆଗରେ ଉପସ୍ଥିତ ହେଲା। ଭାରତର ସ୍ୱାଧୀନତା ଦାବୀ ସମ୍ମାନଜନକ ଭାବରେ ଉପସ୍ଥିତ ହେଲା, ଅଥଚ ଏହାଦ୍ୱାରା ପ୍ରତିପକ୍ଷ ବିପଦରେ ପଡ଼ିଥିବା ବେଳେ ତା ପ୍ରତି କୌଣସି ଆଞ୍ଚ ଲାଗିଲା ନାହିଁ। ମାତ୍ର ତା ମନ ଭିତରେ ଅଡ଼ୁଆ ଲାଗିଥିବ, କାରଣ ଏ ସତ୍ୟାଗ୍ରହର ନୈତିକ ପ୍ରଭାବ ତାର ବିଚାର ଶକ୍ତି ବା ବିବେକକୁ ଧକ୍କା ମାରିଥିବ। ମାତ୍ର ବିକ୍ଷିପ୍ତ ବିବେକକୁ ଶାନ୍ତ କରାଇବା ସହଜ ଓ ସେଥିପାଇଁ ଅନେକ ଯୁକ୍ତି ମିଳେ। ଇଂଲଣ୍ଡ ମଧ୍ୟ ସେହିପରି ନାନା ଯୁକ୍ତି ଛଳରେ ନିଜ ବିବେକକୁ ଶାନ୍ତ କରିଥିଲା। ସେ ପଛକଥା। ବର୍ତ୍ତମାନ ସତ୍ୟାଗ୍ରହ ଚାଲିଲା। ଗାନ୍ଧିଜୀଙ୍କ ଦ୍ୱାରା ଆଦିଷ୍ଟ ହୋଇ ଓଡ଼ିଶାର ପ୍ରଥମ ସତ୍ୟାଗ୍ରହୀ ତାଲିକା ତାଙ୍କଠାରୁ ପଠାଇ ମଞ୍ଜୁର କରାଇଲି। ତାଙ୍କ ନିର୍ଦ୍ଦେଶ ମାନି ସବୁ ଜିଲ୍ଲାକୁ ନିଜେ ଯାଇ କର୍ମୀମାନଙ୍କୁ ବୁଝାଇ ଆସିଲି। ପ୍ରଥମ ତାଲିକାରେ ଅନେକ ଜଣାଶୁଣା କଂଗ୍ରେସ ଲୋକ ନାମ ଦେଲେ ନାହିଁ, କାରଣ ସେମାନେ ସତ୍ୟାଗ୍ରହ ପାଇଁ ପ୍ରସ୍ତୁତ ନଥିଲେ। ନାମ ନ ଦେବା ପାଇଁ ମୁଁ ସେମାନଙ୍କୁ ଉତ୍ସାହିତ କଲି। ଏପରିକି କେତେଜଣଙ୍କୁ ମୋ ଦାୟିତ୍ୱରେ ମୁଁ ସତ୍ୟାଗ୍ରହରୁ ଅବ୍ୟାହତି ଦେଲି। ସମସ୍ତେ ସତ୍ୟାଗ୍ରହ କରିବାକୁ ବାଧ୍ୟ ଏହା ନୁହେଁ, ମାତ୍ର ସମସ୍ତେ କିଛି ନା କିଛି କାର୍ଯ୍ୟ କରିବା ଆବଶ୍ୟକ। କେତେ ପ୍ରକାର ଗଠନମୂଳକ କାମ ଅଛି। କଂଗ୍ରେସକୁ ସମର୍ଥନ କରିବା ବଡ଼ କାମ। ଏ ଶ୍ରେଣୀର ଲୋକେ ସତ୍ୟାଗ୍ରହ କରି ନ ପାରିଲେ ବୋଲି ଯେ ନିନ୍ଦନୀୟ ହେବେ ତା ନୁହେଁ। 1933 ମସିହା ବ୍ୟକ୍ତିଗତ ସତ୍ୟାଗ୍ରହ ବେଳକୁ ମୋର ଯେଉଁ ଧାରଣା ଥିଲା, ଏଥର ମଧ୍ୟ ଠିକ୍ ସେଇଆ। ମାତ୍ର ବର୍ତ୍ତମାନ ଗାନ୍ଧିଜୀଙ୍କଠାରୁ ପୂର୍ଣ୍ଣ ପରାମର୍ଶ ଆଣି କାମ କରିଥିବାରୁ ମୋ ମନରେ ଦ୍ୱିଧା ନଥିଲା। କୌଣସି ବିଷୟରେ ଆତ୍ମ ଅଭିମାନ ଏପରି ଏକ ବାୟୁମଣ୍ଡଳ ସୃଷ୍ଟି କରେ, ଯାହାଦ୍ୱାରା କାର୍ଯ୍ୟ ଆଗେଇ ପାରେ ନାହିଁ। ସତ୍ୟାଗ୍ରହ ଯେଉଁମାନେ କରିବେ ସେମାନେ ଭାବିବା ଉଚିତ ନୁହେଁ ଯେ ଅନ୍ୟ ସମସ୍ତେ ସତ୍ୟାଗ୍ରହ କରିବା ଉଚିତ। ତା ଛଡ଼ା ସତ୍ୟାଗ୍ରହ ଓ ପୂରା ସମୟ ଦେଇ ଗଠନମୂଳକ କାମ କରିବା ଏକ ଶ୍ରେଣୀର କାମ। ଅବଶ୍ୟ ଗଠନମୂଳକ କାମକୁ ଆଦରଣ କରି ସତ୍ୟାଗ୍ରହ ନ କରିବା ନିନ୍ଦନୀୟ, ଏହା ବୋଲିବା ନିଷ୍ପ୍ରୟୋଜନ।
ଯାହା ହେଉ ମୁଁ ପ୍ରଥମ ତାଲିକା ମଞ୍ଜୁର କରାଇ ନେଇ ସମସ୍ତଙ୍କୁ ଜଣାଇ ଦେଇ 1940 ଡିସେମ୍ବର 1 ତାରିଖ ଦିନ ରେମୁଣାରେ ଏକ ସଭାରେ ପ୍ରଥମ କିଛି ବକ୍ତୃତା ଦେଇ ତାପରେ ନିର୍ଦ୍ଦିଷ୍ଟ ଧ୍ୱନି କରିଥିଲି। ସେଦିନ ମୁଁ ଧରା ନ ହୋଇ ତା ପରଦିନ ଧରା ହେଲି। ଜିଲ୍ଲା ମାଜିଷ୍ଟ୍ରେଟ କୋର୍ଟରେ ବିଚାର ହୋଇ ମୋତେ 1 ବର୍ଷ ଜେଲ ଦଣ୍ଡ ଦିଆଗଲା। ବନ୍ୟା ସମ୍ପର୍କରେ ଏକ ସଂଘରେ କାମ କରୁଥିବାରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହିତ ମୋର ଖୁବ୍ ଆଳାପ ହୋଇଯାଇଥିଲା। ଏପରିକି ଆମ ଭିତରେ ବନ୍ଧୁତା ପ୍ରତିଷ୍ଠିତ ହୋଇପାରିଥିଲା। ତେଣୁ ଅଭିଯୁକ୍ତ ଓ ବିଚାରକ ମଧ୍ୟରେ କୌଣସି ପ୍ରକାର ଚିତ୍ତ ବିକ୍ଷେପର କାରଣ ନଥିଲା। ଆଉ ଏକ ଅହିଂସାର ଉଚ୍ଚ ଆଦର୍ଶ ଘେନି ଏଥର ସତ୍ୟାଗ୍ରହ କରିଥିବାରୁ ମୋତେ କାରାବରଣ ଅତି ପବିତ୍ର ବୋଧ ହେଉଥିଲା, ଯାହା ପୂର୍ବେ କେବେ ଅନୁଭବ କରିନଥିଲି। ମୁଁ ଭାବିଲି ଜଗତରେ ଶାନ୍ତି ପ୍ରଚାର ପାଇଁ ଖ୍ରୀଷ୍ଟ ଓ ବୁଦ୍ଧ କେତେ ଉଦ୍ୟମ କରିଥିଲେ। ବର୍ତ୍ତମାନ ଗାନ୍ଧିଜୀ ବିରାଟ ଧ୍ୱଂସ ମଝିରେ ଛିଡ଼ା ହୋଇ ସାହସ ସହକାରେ କହୁଛନ୍ତି, ଅହିଂସାର ପଥ ହିଁ ନ୍ୟାୟ ପଥ। ଏହାର ପରିଣାମ ଯାହା ହେଉ ପଛକେ ଉନ୍ମତ୍ତ ଜଗତକୁ ତ ଏକଥା ଜଣେ ହେଲେ ଶୁଣାଉଛି। ସେହି ଜଣଙ୍କ କଥାରେ ସେତୁବନ୍ଧ ନିର୍ମାଣରେ ଗୁଣ୍ଡୁଚି ମୂଷାର କାମ ମୋ ଦ୍ୱାରା ହେଲେ ମୋ ପକ୍ଷରେ ଗୌରବର ବିଷୟ। ବର୍ଷକ ବରହମପୁର ଜେଲରେ କାଟାଇବାକୁ ହେଲା। କ ଶ୍ରେଣୀର ବନ୍ଦୀ ହୋଇ ଜଗନ୍ନାଥ ବାବୁ, ବୋଧରାମ ବାବୁ, ପ୍ରହ୍ଲାଦ ରାୟ ଲାଠ ଓ ମୁଁ ଥାଉ। ଏହାଛଡ଼ା ଖ ଶ୍ରେଣୀଭୁକ୍ତ ହୋଇ ନବକୃଷ୍ଣ ଚୌଧୁରୀ ପ୍ରଭୃତି ଅନ୍ୟ ବନ୍ଧୁମାନେ ମଧ୍ୟ ସେଇଠି ଥାଆନ୍ତି। କେତେକ ମଧ୍ୟ ଗ ଶ୍ରେଣୀରେ ଥାଆନ୍ତି। ଏଥର ଜେଲରେ ମନେ ହେଲା ଯେ ଖାଲି ଆମେ ଅଟକ ହୋଇଅଛୁ, ନଚେତ୍ ଅନ୍ୟ କୌଣସି ଅସୁବିଧା ନଥିଲା। କ ଶ୍ରେଣୀର ବନ୍ଦୀ ହିସାବରେ ଆମେ ନିଜ ପଇସାରୁ ଖାଇବା ଜିନିଷ କିଣିପାରୁଥିଲୁ। ଆମେ ମଧ୍ୟ ଖ ଶ୍ରେଣୀ ଓ କ ଶ୍ରେଣୀର ବନ୍ଦୀମାନଙ୍କୁ ସାହାଯ୍ୟ କରୁଥିଲୁ। ଏଥର ବେସରକାରୀ ଭାବରେ ବହୁ ସୁବିଧା ରାଜବନ୍ଦୀମାନେ ପାଇଥିଲେ। ତାସ ଖେଳ, ସତରଞ୍ଜ ଖେଳ, ନାଚ ଗାନ ଏସବୁ ଏପରି ଭାବରେ ଚାଲିଥିଲା ଯେ ମୁଁ 1922 ମସିହା ଭାଗଲପୁର ଜେଲରୁ ମନେକରି ଏପରିକି ପାଟଣା କ୍ୟାମ୍ପ ଜେଲରେ ମନେକରି ସ୍ୱର୍ଗରେ ଅଛି ବୋଲି ଭାବୁଥିଲି। ଜେଲରେ ଜଗନ୍ନାଥ ଦାସଙ୍କ ସହିତ ଶ୍ରୀମଦ୍ ଭାଗବତ, ଶ୍ରୀ ଚୈତନ୍ୟ ଚରିତାମୃତ ପଢ଼ିବାର ସୁବିଧା ପାଇଥିଲି। ମୁଁ ନିଜେ ଏଥର ନିଜର ସ୍ୱାସ୍ଥ୍ୟକୁ ସଜାଡ଼ିବା ପାଇଁ ଖାଦ୍ୟ ନିୟନ୍ତ୍ରଣ କରି ଓ ଆସନ ସାଧନା କରି ପ୍ରାୟ 50 ପାଉଣ୍ଡ ଓଜନକୁ କମାଇଥିଲି। ତଦ୍ୱାରା ଏପରି ଦୈହିକ ସ୍ଫୂର୍ତ୍ତି ଓ ମାନସିକ ଉତ୍ସାହ ଅନୁଭବ କଲି ଯେ ମୋର ମନେ ହେଲା ମୁଁ ଯେପରି 10 ବର୍ଷ ବୟସରେ କମିଯାଇଛି। ସାମୟିକ କବିତା ମଧ୍ୟ ଲେଖୁଥିଲି। ଜେଲ୍ ଆବଦ୍ଧ ହୋଇ ରହିଥିଲେ ଛାପାଯାଇ ପଡ଼ିଯାଇଥିବା ଅନେକ ଚିନ୍ତା ସୁବିଧା ପାଇଁ ମୁଣ୍ଡ ଟେକେ। ମୋ ସହିତ ଦେଖା କରିବା ପାଇଁ ଥରେ ସୁଭଦ୍ରା ଦେବୀ ଆସିଥିଲେ। ତାଙ୍କ ଚେହେରାରେ ଏକ ପ୍ରକାରର ନୈରାଶ୍ୟ ଭାବ ମୁଁ ଲକ୍ଷ୍ୟ କରିଥିଲି। ମୋ ମନରେ ବଡ଼ ଦୟା ଜାତ ହେଲା। ମୁଁ ତ ରାଜନୀତି ଓ ଦେଶସେବା ଇତ୍ୟାଦି ନେଇ ମନକୁ ନିଯୁକ୍ତ କରାଇଛି। ସେ ବେଚାରୀ କ'ଣ ନେଇ ରହିଥିବ? କିପରି ବା ମୁଁ ତା ମନରେ ସାନ୍ତ୍ୱନା ଦେଇପାରିବି? ସେ ସିନା ହିନ୍ଦୁ ସମାଜର ସ୍ତ୍ରୀ ବୋଲି ନିଜକୁ ନିଜେ ଚାପି ଦେଇ ମନ ମାରି ଭାଗ୍ୟକୁ ଆଦରି ରହିଯାଇଛି। ଏସବୁ ପ୍ରଶ୍ନ ମୋ ମନରେ ବିକ୍ଷୋଭ ଜାତ କରାଇଲା। ମାତ୍ର ଉପାୟ କ'ଣ? ସେ ଭାଗ୍ୟ ଉପରେ ଶେଷରେ ମୁଁ ସବୁ ଛାଡ଼ି ନିଶ୍ଚିତ ହେବାକୁ ଚେଷ୍ଟା କରିବାକୁ ବାଧ୍ୟ। ଜେଲଖାନାରେ ଏଥର ଖବରକାଗଜ ମିଳୁଛି। ତେଣୁ ନାନା ପ୍ରକାର ଖବର ପାଇ ତା'ର କ୍ରିୟା ପ୍ରତିକ୍ରିୟା ମନରେ ଜାଗ୍ରତ ହେଉଛି। ଯେତେବେଳେ ଖବର ମିଳିଲା ଯେ ସୁଭାଷବାବୁ ଛଦ୍ମବେଶରେ କୁଆଡ଼େ ଅନ୍ତର୍ନିହିତ ହୋଇଯାଇଛନ୍ତି, ମୋର ପୂରା ବିଶ୍ୱାସ ଜନ୍ମିଲା ଯେ ଜର୍ମାନୀ ଓ ଜାପାନ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ସେ ବାହାରିଗଲେ। କାରଣ ତାଙ୍କର କର୍ମଯୋଜନା ମୋତେ ଜଣାଥିଲା। ଯେ ଦେଶ ପାଇଁ ନିଜ ଜୀବନ ଦେଇ ଖେଳ କରିପାରେ, ସେ ପୁଣି ନିତାନ୍ତ ସ୍ୱାର୍ଥବାଦୀଙ୍କ ସହିତ ମିଶି କିପରି ଦଳ ଗଠନ କରିପାରେ, ଏହା ହିଁ ମୋତେ ଆଶ୍ଚର୍ଯ୍ୟ ଲାଗୁଥାଏ। ଖବର ମିଳୁଥାଏ ଯେ କାରାବରଣ କରିବା ପାଇଁ କଂଗ୍ରେସ ଅନୁଷ୍ଠାନ ତରଫରୁ ପ୍ରବଳ ପ୍ରବର୍ତ୍ତନା ଦିଆଯାଉଛି। ଏପରିକି ସତ୍ୟାଗ୍ରହୀଙ୍କ ସଂଖ୍ୟା ଅଳ୍ପ ହେଲେ ଆନ୍ଦୋଳନରେ ସବୁ ବ୍ୟାଘାତ ଘଟିବ। ସଂଖ୍ୟା ବଢ଼ାଇବାର ଉଦ୍ୟମରେ ଯୋଗ୍ୟତା ପ୍ରତି ଦୃଷ୍ଟି ଶିଥିଳ ହୋଇଯିବା ସ୍ୱାଭାବିକ। ଆଉ ମଧ୍ୟ ଏ ଖବର ମିଳୁଥାଏ ଯେ ନୈତିକ ପ୍ରଭାବ ଉପରେ ବିଶ୍ୱାସ ରଖି ଧୀର ଭାବରେ କଷ୍ଟ ସହି ଯିବା ପାଇଁ ପ୍ରସ୍ତୁତ ନ ହୋଇ ଅନେକ ସତ୍ୟାଗ୍ରହୀ ଜେଲରୁ ମୁକ୍ତ ହୋଇ ଗାନ୍ଧିଜୀଙ୍କ ନିର୍ଦ୍ଦେଶାନୁସାରେ ପୁନର୍ବାର କାରାବରଣ ନ କରି ସତ୍ୟାଗ୍ରହ ପ୍ରତି ଆସ୍ଥାହୀନ ହୋଇଯାଇଛନ୍ତି। କେତେ ମଧ୍ୟ ଆସ୍ଥାହୀନ ଅବସ୍ଥାରୁ ଆହୁରି ଆଗକୁ ଯାଇ ସତ୍ୟାଗ୍ରହ ବିରୋଧରେ କାର୍ଯ୍ୟ କରୁଛନ୍ତି। ଏପରିକି କେତେକ ମନ୍ତ୍ରୀ ଦଳ ଗଠନରେ ମଧ୍ୟ ଯୋଗ ଦେଲେଣି। ସେ ସମୟରେ ଓଡ଼ିଶାର କଂଗ୍ରେସ ଭିତରେ ସ୍ୱାର୍ଥବାଦୀ ଦଳ ତଥା ସତ୍ୟାଗ୍ରହ ପ୍ରତି ଆସ୍ଥାହୀନ ଭୂତପୂର୍ବ ସତ୍ୟାଗ୍ରହୀମାନେ ଯେଉଁ ବିଶୃଙ୍ଖଳା ଘଟାଇବା ପାଇଁ ଉଦ୍ୟମ କରିଥିଲେ, ତାହାକୁ ସେ ସମୟକାର ପ୍ରାଦେଶିକ କଂଗ୍ରେସ କମିଟିର ଅଧ୍ୟକ୍ଷ ପଣ୍ଡିତ ପ୍ରାଣକୃଷ୍ଣ ପଢ଼ିହାରୀ ଯେଉଁ ଦୃଢ଼ତା ଓ ଦକ୍ଷତାର ସହିତ ଦବାଇଥିଲେ, ସେଥିରେ ତାଙ୍କ ପ୍ରତି ମୋର ଭକ୍ତି ଅନେକ ଗୁଣରେ ବଢ଼ିଗଲା। ମୁଁ ଭାବୁଥାଏ ଯେ ମୁଁ ସେ ଅବସ୍ଥାରେ ଥିଲେ ମଧ୍ୟ ଏତେ ଦୃଢ଼ ହୋଇପାରି ନଥାନ୍ତି।
ଏହି ସମୟରେ ବଡ଼ଲାଟ ତାଙ୍କ ବ୍ୟବସ୍ଥା ପରିଷଦର ସଦସ୍ୟ ସଂଖ୍ୟା ବଢ଼ାଇ କେତେଜଣ ଭାରତୀୟଙ୍କୁ ନେଇଯାଇଥାନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସର ଗତ ସତ୍ୟାଗ୍ରହର ଜନୈକ ଅଧ୍ୟକ୍ଷମାନେ ଓ ନଳିନୀରଞ୍ଜନ ସରକାର ମଧ୍ୟ ବର୍ତ୍ତମାନ ବଡ଼ଲାଟ ବ୍ୟବସ୍ଥା ପରିଷଦର ସଭ୍ୟ। ଏହି ବିଷୟ ଭାରତୀୟ ରାଜନୀତି କ୍ଷେତ୍ରରେ ବିସ୍ମୟ ଜନ୍ମାଇଥାଏ। ଏଥିରେ ମିଶିଲା ଓଡ଼ିଶାର ମନ୍ତ୍ରିମଣ୍ଡଳ ଗଠନ। ନଭେମ୍ବର ମାସ ବେଳକୁ ନିର୍ଦ୍ଧାର୍ଯ୍ୟ ଖବର ଆସିଲା ଯେ ନୀଳକଣ୍ଠ ବାବୁ ଓ ଗୋଦାବରୀଶ ବାବୁ ପ୍ରଭୃତି ପାରଳାଖେମୁଣ୍ଡି ମହାରାଜଙ୍କ ସହିତ ମିଶି ମନ୍ତ୍ରିମଣ୍ଡଳ ଗଠନ କରୁଛନ୍ତି। ଏ ସମ୍ବାଦରେ ଜେଲ୍ ଭିତରେ ଗୋଟାଏ ତୀବ୍ର କ୍ରୋଧର ଭାବ ପ୍ରକାଶ ପାଇଲା। ବାସ୍ତବିକ ଦେଶଦ୍ରୋହର ଚରମ ସୀମା ଏହିଠାରେ ଦେଖାଗଲା। ଯେଉଁ ସମୟରେ ସ୍ୱାଧୀନତା ପାଇଁ ଦେଶ ତରଫରୁ ସଶସ୍ତ୍ର ବିଦ୍ରୋହ କରି ଶହ ଶହ ହଜାର ହଜାର ଜୀବନ ଦେବା ପରିବର୍ତ୍ତେ ବିଶାଳ ଗଣ ଆନ୍ଦୋଳନ ଅହିଂସାତ୍ମକ ଉପାୟରେ ଚଳାଇବାର ଭରସା ନ ରଖି ଏକମାତ୍ର ଅହିଂସା ଅସହଯୋଗ ପ୍ରୟୋଗ କରି ପୃଥିବୀ ସମକ୍ଷରେ ଦେଶର ଦାବି ଉପସ୍ଥାପିତ ହୋଇଛି, ସେହି ସମୟରେ ସେହି ଏକମାତ୍ର ଅସହଯୋଗକୁ ନଷ୍ଟ କରୁଛନ୍ତି ଯେଉଁମାନେ, ସେମାନେ ଦେଶ ଗଳାରେ ଛୁରା ମାରିଦେଇଛନ୍ତି ସିନା, ସେ ପୁଣି ଜନସାଧାରଣଙ୍କ ଅସହଯୋଗ ନୁହେଁ। କାହାରିକୁ ସେଥିରେ କିଛି ତ୍ୟାଗ କରିବାକୁ ପଡ଼ୁନଥିଲା। କେବଳ କଂଗ୍ରେସ ପ୍ରତିଷ୍ଠା ଫଳରେ ଯେଉଁମାନେ ବ୍ୟବସ୍ଥା ସଭାର ସଦସ୍ୟ ହୋଇଥିଲେ, ସେଇମାନେ ସେହି କଂଗ୍ରେସ ନିର୍ଦ୍ଦେଶରେ ସେ ପଦ ବ୍ୟବହାର କରିବା ପାଇଁ କୁହା ହୋଇଥିଲା। ଅଥଚ ବିଶ୍ୱାସଘାତକତା କରି କଂଗ୍ରେସ ନିର୍ଦ୍ଦେଶ ଅମାନ୍ୟ କରି ସେହି କଂଗ୍ରେସର ପ୍ରତିଷ୍ଠା ଫଳରେ ଯେଉଁ ପଦ ଲାଭ କରିଥିଲେ, ତାହାକୁ ଦେଶ ବିରୋଧରେ ଖଟାଇବାକୁ ଇତିହାସ କି ଭାବରେ ଚିତ୍ର କରିବ, ଭବିଷ୍ୟତ ବଂଶଧରମାନେ ଏ ବୃତ୍ତାନ୍ତରେ କିପରି ଲଜ୍ଜିତ ହେବେ, ତାହା ଥରେ ସେମାନେ ଭାବିଲେ କି? ଲୋଭବଶତଃ ବୁଦ୍ଧିଶୂନ୍ୟ କେତେକ ଲୋକ ଶେଷରେ ମନ୍ତ୍ରିମଣ୍ଡଳ ଗଢ଼ିବାରେ ସମର୍ଥ ହେଲେ। ଆଜି ପର୍ଯ୍ୟନ୍ତ ଜାତୀୟ ଆନ୍ଦୋଳନରେ ଓଡ଼ିଶା ଭାରତବର୍ଷରେ କୃତିତ୍ୱ ଅର୍ଜନ କରିସାରିଥିଲା। ବର୍ତ୍ତମାନ ଘଟଣାରେ ତାର ମୁହଁ ତଳକୁ ହୋଇଥିଲା। ଏ ଲଜ୍ଜାରୁ ଉଦ୍ଧାର ପାଇବା ପାଇଁ କେତେ ତ୍ୟାଗ ପୁଣି ଦରକାର ପଡ଼ିବ, ତାହା ଭବିଷ୍ୟତ ହିଁ ଏକମାତ୍ର ଜାଣେ। ଧୀରେ ଧୀରେ ବ୍ରହ୍ମପୁର ଜେଲରୁ ରାଜବନ୍ଦୀମାନେ ଖଲାସ ହେବାରେ ଲାଗିଲେଣି। ମୁଁ ଡିସେମ୍ବର 1 ତାରିଖ ଦିନ କାରାମୁକ୍ତ ହେଲି। ଯେଉଁଦିନ କାରାମୁକ୍ତ ହେଲି, ସେହିଦିନ ପ୍ରାଦେଶିକ କଂଗ୍ରେସ କମିଟିର ସମସ୍ତ ହାଲଚାଲ ପଣ୍ଡିତ ବିହାରୀଙ୍କଠାରୁ ବୁଝିଲି ଓ ନିଜକୁ ପୁଣି ସତ୍ୟାଗ୍ରହ କରିବା ପାଇଁ ପ୍ରସ୍ତୁତ କଲି। ସେତେବେଳକୁ ନୂଆ ମନ୍ତ୍ରିମଣ୍ଡଳ ଗଢ଼ା ହୋଇ ଭୂତପୂର୍ବ କଂଗ୍ରେସ ଲୋକେ ଗୁଣ୍ଡାମାନଙ୍କୁ ହାତ କରାଇ ସଭା କରାଇ ଦେଉନଥାନ୍ତି। ଧନ ଓ କ୍ଷମତା ଦୁନିଆରେ ସବୁ ବାଜେ କଥା, ଆଉ ସବୁ ଏହା ହିଁ ସେମାନଙ୍କର ପ୍ରଚାର ଓ ବିଶ୍ୱାସ। ବିଶ୍ୱନାଥ ବାବୁ ଓ ମୁଁ କାରାମୁକ୍ତ ହେବା ପରେ ଆମକୁ ଅଭିବାଦନ କରିବା ପାଇଁ କଟକରେ ଗୋଟିଏ ସାଧାରଣ ସଭା ଆହୁତ ହେଲା। ସେଦିନ ସେ ସଭାକୁ ଭାଙ୍ଗିବା ପାଇଁ ବହୁ ଗୁଣ୍ଡା ନିଯୁକ୍ତି ହୋଇଥିଲେ। ମାତ୍ର 4-5 ହଜାର ଲୋକଙ୍କର ଏକ ବିରାଟ ସଭାରେ ଦେଖାଗଲା ଯେ ଜଣେ ମାତ୍ର ଓକିଲ ଗୁଣ୍ଡାମି କରୁଛନ୍ତି। ଅନ୍ୟ ଯାହାଙ୍କୁ ଗୁଣ୍ଡା ଭାବି ଅର୍ଥ ଦେଇ ନିଯୁକ୍ତ କରାଯାଇଥିଲା, ସେମାନେ ଜୟ ମହାତ୍ମା ଗାନ୍ଧୀଙ୍କି ଜୟ କରୁଛନ୍ତି। ଅଗରପଡ଼ା କର୍ମମନ୍ଦିର ତରଫରୁ ମୋତେ ଏକ ମାନପତ୍ର, 1 ଲକ୍ଷ ଗଜ ସୂତା ଓ 151 ଟଙ୍କାର ଗୋଟିଏ ଥଳି ଦିଆ ହୋଇଥିଲା। ମୁଁ ମୋର ଜେଲରେ କାଟିଥିବା ସୂତା ପ୍ରାୟ 1 ଲକ୍ଷ ଗଜକୁ ଓ ମିଳିଥିବା ଉପହାର କର୍ମମନ୍ଦିରକୁ ଦେଇଥିଲି। କର୍ମମନ୍ଦିର ପାଇଁ ଏକ ପରିଚାଳନା ସମିତି ଗଠନ କଲି ଓ ଏହାର କାମ ବଢ଼ିବାର ବ୍ୟବସ୍ଥା କଲି। ଏହି ସମୟରେ ମୁଁ 4 ଦିନ ମାତ୍ର ଗାଁରେ ଥିଲି। ଘର ସାଙ୍ଗରେ ଯାହା ଯେତିକି ସମ୍ପର୍କ, ତାପରେ କାର୍ଯ୍ୟନିର୍ବାହିକା ସମିତିର ଯୋଗ ଦେବା ପାଇଁ ବରଦଳି କଲି। ଏତେବେଳକୁ ବଡ଼ଲାଟଙ୍କ ବ୍ୟବସ୍ଥା ସଭା ସତ୍ୟାଗ୍ରହୀ ବନ୍ଦୀମାନଙ୍କୁ କାରାମୁକ୍ତ କରିଦେବା ଆଦେଶ ଦେଇ ସାରିଲେଣି ଓ ପ୍ରାୟ ସମସ୍ତେ ଖଲାସ ହୋଇ ସାରିଲେଣି। ଆଉ ଏକ ଘଟଣା ଘଟିଥାଏ। ଜାପାନ ଭାରତ ନିକଟରେ ବ୍ରିଟିଶ ଅଧିକୃତ ବହୁ ଅଞ୍ଚଳ ଦଖଲ କରି ବର୍ମା ଆକ୍ରମଣ ଚଳାଇଥାଏ। ବର୍ମାରୁ ଲକ୍ଷ ଲକ୍ଷ ଲୋକ ପଳାଇ ଆସି ଦେଶସାରା ଏକ ଆତଙ୍କ ସୃଷ୍ଟି କରିଥାନ୍ତି। ଏଣେ ମୌଲାନା ଆଜାଦ ଓ ପଣ୍ଡିତ ଜବାହରଲାଲ ନେହେରୁ କାରାମୁକ୍ତ ହୋଇ ଘୋଷଣା କରୁଥାନ୍ତି ଯେ ସେମାନଙ୍କୁ ସୁବିଧା ଦିଆହେଲେ ସେମାନେ ଭାରତ ରକ୍ଷା ପାଇଁ ଅସ୍ତ୍ର ଧରିବାକୁ ପ୍ରସ୍ତୁତ। ଏ ସମସ୍ତ ବିଷୟ ବରଦଳିରେ ଆଲୋଚିତ ହେଲା। ସମସ୍ତ ବିଷୟ ଆଲୋଚିତ ହୋଇ ସମସ୍ତେ ଏକମତ ହେଲେ ଯେ ସତ୍ୟାଗ୍ରହ ସ୍ଥଗିତ ରହୁ। ମାତ୍ର ଗୋଟିଏ ବଡ଼ ପ୍ରଶ୍ନ ଉଠିଲା, ଯେ ହେଉଛି ରାଜନୀତି ଦୃଷ୍ଟିରୁ ଅହିଂସାର ବିଚାର। ମୌଲାନା ଆଜାଦ ଓ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଘୋଷଣା ଯେ କ୍ଷମତାକୁ ପାଇଲେ ସେମାନେ ଭାରତ ରକ୍ଷା ଲାଗି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ, ଏହା ଗାନ୍ଧିଜୀଙ୍କୁ ଆଘାତ ଦେଇଥିଲା।
କାରଣ ବିଶ୍ୱସ୍ତ ରାଜନୀତିଜ୍ଞ ଦୃଷ୍ଟିରୁ ଅହିଂସା ଛଡ଼ା ଭାରତ ପକ୍ଷରେ ଅନ୍ୟ ବାଟ ନାହିଁ। ଇଚ୍ଛା କଲେ ମଧ୍ୟ ବର୍ତ୍ତମାନ ଯୁଦ୍ଧରେ ଭାଗ ନେବା ପାଇଁ ଭାରତ ଅକ୍ଷମ। ମାତ୍ର କଂଗ୍ରେସ ଭିତରେ ଅନେକ ଲୋକ ନିର୍ଦ୍ଦିଷ୍ଟ ସର୍ତ୍ତରେ ଯୁଦ୍ଧରେ ଯୋଗ ଦେବା ପାଇଁ ମନୋବୃତ୍ତି ପୋଷଣ କଲେ। ଗାନ୍ଧିଜୀଙ୍କ ପକ୍ଷରେ ସତ୍ୟାଗ୍ରହ ପରିଚାଳନା କରିବା ସମ୍ଭବପର ନୁହେଁ। ଏ ବିଷୟ ପୁଙ୍ଖାନୁପୁଙ୍ଖ ରୂପେ ଆଲୋଚିତ ହୋଇ ସେହି ସମୟ ପାଇଁ ଦୁଇଟି ଭିନ୍ନ ଭିନ୍ନ ମତ ପରିସ୍ପଷ୍ଟ ହୋଇଥିଲା। ମାତ୍ର କାର୍ଯ୍ୟରେ ସତ୍ୟାଗ୍ରହ ସ୍ଥଗିତ ରହିବାରେ ସମସ୍ତେ ଏକମତ ହେଲେ। କାର୍ଯ୍ୟନିର୍ବାହିକା ସମିତିର ସିଦ୍ଧାନ୍ତକୁ ସମର୍ଥନ କରିବା ପାଇଁ ନିଖିଳ ଭାରତ କମିଟି ଅଧିବେଶନ ୱାର୍ଦ୍ଧାରେ ବସିଥିବାର ସ୍ଥିର ହେଲା। ମୁଁ ଓଡ଼ିଶା ନ ଫେରି ସେହି ବରଦୋଳିରେ ଗାନ୍ଧୀଙ୍କ ସହିତ କିଛିଦିନ ରହିଲି। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ତାଙ୍କ ଗହଣରେ ବୁଲିବାକୁ ଯାଉଥିଲି। ବ୍ୟବହାରିକ ଦୃଷ୍ଟିରୁ ସେ ଅହିଂସାର ବିଚାର କିପରି କରୁଛନ୍ତି ତାହା ଶୁଣି ମୋ ମନରେ ତାଙ୍କର କର୍ମ କୌଶଳ ସମ୍ବନ୍ଧରେ ପୂରା ଧାରଣା ହେବାକୁ ଲାଗିଲା। ଏଇଠି ସ୍ଥିର କଲି ଯେ ରଚନା ନାମରେ ଏକ ସାପ୍ତାହିକ ପତ୍ରିକା ବାହାର କରିବି ଓ ଏଥିରେ ଗାନ୍ଧୀ ମତ ପ୍ରଚାର କରିବି। ବରଦୋଳିରୁ ଗାନ୍ଧିଜୀ ୱାର୍ଦ୍ଧା ଆସିଲେ। ରାଜେନ୍ଦ୍ରବାବୁ ଓ ମୁଁ ବାଟରେ ବଲଗାଁ ଷ୍ଟେସନରେ ଓହ୍ଲାଇ ସେଠାରେ ଏକ ସାଧାରଣ ସଭାରେ କଂଗ୍ରେସ କାର୍ଯ୍ୟକ୍ରମ ସମ୍ବନ୍ଧରେ ବକ୍ତୃତା ଦେଇଥିଲୁ। ତାପରେ ଅଜନ୍ତା ଗୁମ୍ଫା ଦେଖିବାକୁ ଯାଇଥିଲୁ। ବୌଦ୍ଧଶିଳ୍ପର ପରାକାଷ୍ଠା ସେଠାରେ ଦେଖି ମୁଁ ଏପରି ଅଭିଭୂତ ହୋଇଯାଇଥିଲି ଯେ ମୋର ମନେ ହେଲା ଭାରତରେ ଏ ପ୍ରକାର କୀର୍ତ୍ତି ଆଜି ପର୍ଯ୍ୟନ୍ତ ଦେଖିନଥିବା ନିନ୍ଦାର ବିଷୟ। କେବଳ ସେଠାକାର ଚିତ୍ରକଳା ଓ ଜୀବନ୍ତ ଜାତକ ଚିତ୍ର ଯେ ମନକୁ ଆକର୍ଷଣ କଲା ତା ନୁହେଁ। ବୁଦ୍ଧଦେବଙ୍କର ଜୀବନୀ ଓ ସବୁ ଚିତ୍ରରୁ ଏପରି ପରିସ୍ଫୁଟ ହେଉଥିଲା ଯେ ତାହା ଏକ ନୀରସ ରାଜନୀତି ଓ ନଶ୍ୱର ପାର୍ଥିବ ବ୍ୟାପାର ଆହୁରି ଉପରକୁ ମନକୁ ଟାଣି ନେଉଥିଲା। ଏ ପ୍ରକାର ଜୀବନ୍ତ ଇତିହାସ ମୁଁ କେବେ ହେଲେ କଳ୍ପନା କରିନଥିଲି। କି ସାଧନା ସେ ରାଜପୁତ୍ର ଆୟତ୍ତ କରି ଜଗତରେ ଭାରତବର୍ଷକୁ ଏକ ତୀର୍ଥକ୍ଷେତ୍ରରେ ପରିଣତ କରି ଯୁଗ ଯୁଗ ବ୍ୟାପୀ କାଳର ଧ୍ୱଂସଗତିର ପ୍ରବଳ ପ୍ରତିରୋଧ କରି ବିଶାଳ କୀର୍ତ୍ତିମାନ ଏକା ଭାରତରେ ନୁହେଁ ଜଗତର ବହୁ ଅଞ୍ଚଳରେ ତାଙ୍କର ଗାଥା ବର୍ଣ୍ଣନା କରିବାକୁ ରଖିଗଲେ। ବୁଦ୍ଧତ୍ୱ ପ୍ରାପ୍ତିରେ ପରେ ଗୌତମ ଭିକ୍ଷା ପାଇଁ ନିଜ ଗୃହକୁ ଯାଇଛନ୍ତି ଓ ତାଙ୍କର ଧର୍ମପତ୍ନୀ ନିଜର ସନ୍ତାନ ହାତରେ ନବୀନ ସନ୍ନ୍ୟାସୀଙ୍କୁ ଭିକ୍ଷା ଦେଉଛନ୍ତି। ବାଳକର ସରଳ ହସ ହସ ବଦନ ଓ ମାତାର ଭିକ୍ଷୁକ ଆଡ଼କୁ ଦୃଷ୍ଟି ଦେଇ ପୂର୍ବ ପରିଚୟର ଚିହ୍ନ ଦେଖି ନୟନରେ ଆକୁଳିତ ମନୋଭାବରେ ବିକାଶ। ଏତେ ଜୀବନ୍ତ ସେ ଚିତ୍ର ଯେ ସେଠି ମୋର ସମୁଦାୟ ହୃଦୟ ଆଜାଡ଼ି ହୋଇ ପଡ଼ିଲା ପରି ହେଲା। କାହିଁ ସେ ଭାରତ? ଯହିଁ ଏପରି ଶିଳ୍ପୀଙ୍କ ବହୁଳତା। ଅଜନ୍ତାର ଇତିହାସ ଶୁଣିଲି ଯେ ଏହା ସମୟକ୍ରମେ ବିସ୍ମୃତି ଗର୍ଭରେ ଲୀନ ହୋଇଯାଇଥିଲା ଓ ଗୁମ୍ଫାମାନଙ୍କର ଖଣ୍ଟ ତସ୍କର ଲୁଚି ରହିବା ପାଇଁ ପ୍ରଶସ୍ତ ସ୍ଥାନ ପାଇଥିଲେ। ସିପାହୀ ବିଦ୍ରୋହ ସମୟରେ ଇଂରେଜ ସୈନ୍ୟମାନେ ବିଦ୍ରୋହୀ ସୈନ୍ୟମାନଙ୍କୁ ଖୋଜି ବାହାର କରିବାକୁ ବଣ ଜଙ୍ଗଲ ପରିଭ୍ରମଣ କରୁ କରୁ ଏ ଗୁମ୍ଫା ଓ ଏହାର ଛବି ଦେଖି ସେମାନଙ୍କର ଉପସ୍ଥିତ କର୍ମଚାରୀମାନଙ୍କୁ ଜଣାଇଲେ। ଏହାପରେ ଏହା ପୁଣି ଲୋକ ବିଜ୍ଞପ୍ତିକୁ ଆସିଲା। ପୁଣି ଥରେ ଅଜନ୍ତା ଆସି କିଛିଦିନ ରହି ମନର ସାଧ ମେଣ୍ଟାଇବା ପାଇଁ ବାସନା ରଖି ଏଠାରୁ ଫେରିଲି। ମାତ୍ର ସେ ବାସନାରେ ହିଁ ରହିବ କି ନା ମୋତେ ଜଣାନାହିଁ। ସେଠାରୁ ୱାର୍ଦ୍ଧା ଆସିଲି। ସେଠାରେ ନିଖିଳ ଭାରତ କଂଗ୍ରେସ କମିଟିରେ ବରଦୋଳି ସିଦ୍ଧାନ୍ତ ଗୃହୀତ ହେଲା। ଏହିଠାରେ ମହାତ୍ମା ଗାନ୍ଧୀ ସ୍ପଷ୍ଟ ଭାବରେ କହିଥିଲେ ଯେ ଅହିଂସାକୁ ରାଜନୀତି ମାର୍ଗରେ ଲଗାଇବା ପାଇଁ ତାଙ୍କ ଜୀବନ ଉଦ୍ଦେଶ୍ୟ। ଅନ୍ୟଥା ଦାର୍ଶନିକ ଅହିଂସା ପ୍ରଚାର ପାଇଁ ସେ ପ୍ରତି ନୁହନ୍ତି। ୱାର୍ଦ୍ଧାରେ ରଚନା ବିଷୟରେ ମୋ ବନ୍ଧୁମାନଙ୍କ ସହ ଆଲୋଚନା କରି ସମସ୍ତଙ୍କର ସମ୍ମତି ନେଲି। କଟକରେ ପହଞ୍ଚିବା ମାତ୍ରକେ ରଚନା ଏକ ସପ୍ତାହ ମଧ୍ୟରେ ପ୍ରକାଶ କଲି। ଏଥିପାଇଁ ସାହାଯ୍ୟ କେବଳ ଶ୍ରୀ ବ୍ରଜମୋହନ ବିରଳାଙ୍କ କାଗଜ କଳରୁ ବର୍ଷକ ପାଇଁ କାଗଜ ପାଇଥିଲି। ଆଉ ମୋର ସାହାଯ୍ୟ ଦରକାର ପଡ଼ିନାହିଁ। ସବୁ ଜିଲ୍ଲାରେ କଂଗ୍ରେସ ଲୋକମାନଙ୍କ ଭିତରେ ଏହାର ବିକ୍ରିର ବନ୍ଦୋବସ୍ତ କରାଇଥିଲି। ଇତିମଧ୍ୟରେ ନୂତନ ଗଠନ ମନ୍ତ୍ରୀମାନଙ୍କ କାମ ହେଲା କଂଗ୍ରେସକୁ ଦବାଇବା। ସେମାନଙ୍କ ବିରୁଦ୍ଧରେ ଚାରିଆଡ଼େ ବଡ଼ ବଡ଼ ସଭା ଓ ନିନ୍ଦାବାଦ ପ୍ରଦର୍ଶନ ପାଇଁ ସେମାନେ ଯେଉଁଆଡ଼େ ଯାଉଥିଲେ ସେମାନଙ୍କୁ କଳା ପତାକା ଦେଖାଇବା କାର୍ଯ୍ୟ ଏହିପରି ଚାଲିଥାଏ। ଦମନ ନୀତି ପ୍ରୟୋଗରେ ଲୋକଙ୍କ ମୁଖରୋଧ କରିବା ପାଇଁ ବିଷମ ଉଦ୍ୟମ ହେଲା। ପୁରୀରେ ପ୍ରଧାନ କଂଗ୍ରେସ ଲୋକ ଧରାହେଲେ। କଟକରେ ମଧ୍ୟ ସେହିପରି ହେଲା। ଏଥି ଭିତରେ ନବକୃଷ୍ଣ ଚୌଧୁରୀ ମଧ୍ୟ ଥିଲେ। ଆହୁରି ଅନେକ ଧରାହେବା ପ୍ରବଳ ଜନରବଣ ଶୁଣାହେଲା। ଯେଉଁ ସରକାରୀ କର୍ମଚାରୀମାନେ କଂଗ୍ରେସ ମନ୍ତ୍ରିମଣ୍ଡଳରେ ଥିବାବେଳେ ନିଜ ମତାନୁସାରେ ସୁବିଧା ଉଠାଇ ପାରିନଥିଲେ ସେମାନେ ଏ ମନ୍ତ୍ରିମଣ୍ଡଳକୁ ସନ୍ତୋଷ ଦେବା ପାଇଁ ଲାଗିପଡ଼ିଲେ।
ଏ ସମୟରେ ମୁଁ ଚାରିଆଡ଼େ ଗସ୍ତ କରୁଥିଲି। ଶ୍ରୀମତୀ ରମାଦେବୀ ଓ ଶ୍ରୀ ଗୋପବନ୍ଧୁ ଚୌଧୁରୀଙ୍କ ସହ କଥାବାର୍ତ୍ତା କରିବା ପାଇଁ ବରି ଯାଇଥିଲି। ବର୍ତ୍ତମାନ ସମୟରେ ଏକାଠି କିପରି ଗତି କରିବା ପାଇଁ ହେବ ସେ ବିଷୟରେ ଆଲୋଚନା କରିଥିଲି। ଏହିଠାରେ ଶେଷ ହେଲା ହରେକୃଷ୍ଣ ମହତାବଙ୍କ ସାଧନାର ପଥେର ପରିଚ୍ଛେଦ ଗତ ମହାଯୁଦ୍ଧ ଓ ତାପରେ ର ପ୍ରଥମ ଭାଗ। ଏହାର ଦ୍ୱିତୀୟ ଅଧ୍ୟାୟରେ ଆମେ ଶୁଣିବା ଏହାର ଦ୍ୱିତୀୟ ଭାଗ। ରହିଲି, ନମସ୍କାର।